ଯେତେବେଳେ ସବୁ କିଛି ଭାଙ୍ଗିଯାଏ, ଜୀବନରେ ଗୋଟେ ସମୟ ଆସେ ଯେତେବେଳେ ଆମେ କାହା ଉପରେ ଭରସା କରୁ, ଆଉ ସେଇ ଭରସାଟା ଯଦି ଭାଙ୍ଗିଯାଏ ତାହେଲେ ମନ ଭିତରେ ଏମିତି ଏକ ଶୂନ୍ୟତା ତିଆରି ହୁଏ ଯାହାକୁ କେହି ଦେଖିପାରେ ନାହିଁ, କିନ୍ତୁ ଆମେ ପ୍ରତିଦିନ ଅନୁଭବ କରୁ। ଆମେ ଭାବୁ, ମୁଁ ଏତେ ସତ୍ୟ ଥିଲି, ତେବେ ମୋ ସହିତ ଏମିତି କାହିଁକି ହେଲା? କିନ୍ତୁ ଜୀବନ ଏକଥା ଶିଖାଏ, ଭରସା ଭାଙ୍ଗିବା ଲୋକଙ୍କ ଦୋଷ ନୁହେଁ, ଭୁଲ ଜାଗାରେ ଭରସା ରଖିବା ଆମର ଶିକ୍ଷା। ଭଗବାନ କହୁଛନ୍ତି, ମୁଁ କେବେ ତୁମର ଭରସା ଭାଙ୍ଗେ ନାହିଁ, କିନ୍ତୁ ତୁମେ ମୋତେ ଭୁଲି ଲୋକଙ୍କୁ ଭଗବାନ ବନେଇ ଦେଉଛ। ଆମେ ଯେତେବେଳେ ଲୋକଙ୍କୁ ଅଧିକ ଆଶା କରୁ ସେତେବେଳେ ଦୁଃଖ ଆସେ, କାରଣ ଲୋକ ଦୁର୍ବଳ, କିନ୍ତୁ ଭଗବାନ ନୁହେଁ। ଜୀବନର ସବୁଠାରୁ ବଡ଼ ଶକ୍ତି କ'ଣ ଜାଣ? ଅନ୍ଧ ଭରସା ନୁହେଁ, ସଠିକ୍ ଜାଗାରେ ଭରସା। ଲୋକଙ୍କୁ ଭରସା କର, କିନ୍ତୁ ନିଜ ଶାନ୍ତି ଦାଉରେ ରଖି ନୁହେଁ। ନିଜ କାମ କର, କିନ୍ତୁ ଫଳ ଭଗବାନଙ୍କ ଉପରେ ଛାଡ଼ିଦିଅ। ଶ୍ରୀକୃଷ୍ଣ କହିଥିଲେ, ତୁମର କର୍ମ ତୁମର, ଫଳ ମୋର ଦାୟିତ୍ୱ। ଯେତେବେଳେ ମନ ଭାଙ୍ଗିଯାଏ, ଯେତେବେଳେ ଲୋକ ଛାଡ଼ିଯାଆନ୍ତି, ସେହି ସମୟରେ ଭଗବାନ ସବୁଠାରୁ ନିକଟ ଆସନ୍ତି। ମନେ ରଖ, ଯେଉଁ ଲୋକ ତୁମକୁ ଛାଡ଼ି ଯାଇଛି ସେ ତୁମ ଯାତ୍ରାର ଅଂଶ ଥିଲା, ଗନ୍ତବ୍ୟ ନୁହେଁ। ଭଗବାନ ଯଦି କାହାକୁ ତୁମ ଜୀବନରୁ ଦୂରେଇ ଦେଲେ ସେଥିରେ କିଛି କାରଣ ଅଛି, ସମ୍ଭବତଃ ତୁମକୁ ବଞ୍ଚାଇବା ପାଇଁ। ଆଜି ଯଦି ତୁମେ କଷ୍ଟରେ ଅଛ, ଯଦି ଭରସା ଭାଙ୍ଗିଛି, ତେବେ ଗୋଟିଏ କାମ କର, ନିଜ ମନକୁ କୁହ, ମୁଁ ଭଗବାନ ଉପରେ ଭରସା କରୁଛି। କାରଣ ଭଗବାନ ଡେରି କରନ୍ତି, କିନ୍ତୁ ଅନ୍ୟାୟ କରନ୍ତି ନାହିଁ। ଶେଷରେ ଏତିକି କହିବି, ଲୋକ ଛାଡ଼ିପାରନ୍ତି, ସମୟ ବଦଳି ପାରେ, କିନ୍ତୁ ଭଗବାନ ଉପରେ ରଖାଯାଇଥିବା ଭରସା କେବେ ଖାଲି ଫେରେ ନାହିଁ। ଭରସା ରଖ, ଭଗବାନ ଦେଖୁଛନ୍ତି, ବୁଝୁଛନ୍ତି, ଆଉ ସଠିକ୍ ସମୟରେ ଉତ୍ତର ଦେବେ। ରାଧେ ରାଧେ।